ଏବେ ଆମ ଓଡ଼ିଶାରେ ବିଶେଷ କରି ନିମ୍ନ ଶନିକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଆଉ ଏ ଚର୍ଚ୍ଚା କେଉଁମାନେ କରୁଛନ୍ତି? ଯେଉଁମାନେ ଯେମିତି ଆମର ବିନ୍ଦୁଶ୍ରୀ ପଚାରିଲେ ଯେ ଯେଉଁମାନେ ପ୍ରବଚନ ଦେଉଛନ୍ତି ମାର୍ଗଦର୍ଶନ କରୁଛନ୍ତି ସେମାନେ ତାହା ପାଳନ କରୁଛନ୍ତି କି ସେଇମାନେ ଏ ନିମ୍ନ ଶନିର ବିଶେଷ ଭାବେ ପ୍ରଚାର ଏବଂ ମାଳିକାର ନାଁ ନେଇ ଅଚ୍ୟୁତ ମହାପୁରୁଷଙ୍କୁ ସମ୍ପୂର୍ଣ୍ଣ ଗୋଟେ ଦୋଷୀ ସଜେଇବା ପାଇଁ ଦଳେ ବାହାରିଛନ୍ତି। କ'ଣ ନା ମାଳିକାରେ ଅଛି ଧ୍ୱଂସ ହୋଇଯିବ, ପ୍ରଳୟ ହୋଇଯିବ, ନିମ୍ନ ଶନି ଆସିବ। ଆରେ ନିମ୍ନ ଶନି କ'ଣ ଆଜି ଆସୁଛି? ଇଏ ଯୁଗ କେବେଠୁ ଆରମ୍ଭ ହୋଇଛି? ହଜାର ହଜାର କୋଟି ବର୍ଷ ଧରି ଏ ବିଶ୍ୱ ବ୍ରହ୍ମାଣ୍ଡ ଅଛି। ଆମେ ତ ଅଛେ। ବିଶ୍ୱ ବ୍ରହ୍ମାଣ୍ଡର ପ୍ରଥମ ପୁରୁଷ ଯଦି ପ୍ରକୃତରେ ନିମ୍ନ ଶନିରେ ଧ୍ୱଂସ ହୋଇଯାଇଥାନ୍ତା, ଆମେ ତାଙ୍କର ଅନେକ କୋଟି ପୁରୁଷ ଏଠି କେମିତି ପହଞ୍ଚିଲେ? ଏବଂ ନିମ୍ନ ଶନି ଆମର କ'ଣ କ୍ଷତି କରିବ? ନିମ୍ନ ଶନି ଶନି କିଏ? ଗ୍ରହ ମାନଙ୍କର ନ୍ୟାୟବନ୍ତ ବିଚାରବନ୍ତ ରାଜା ଧର୍ମାବତାର ହଉଛି ନିମ୍ନ ଶନି। ନିମ୍ନ ଶନି ନିମ୍ନରେ ଶନି ପ୍ରବେଶ କରିବ। ନିମ୍ନ କିଏ? ନିମ୍ନ ଗୋଟେ ଅବତାର। ନିମ୍ନ ଗୋଟିଏ ଗ୍ରହ। ସେ ଗ୍ରହରେ ଶନିର ପ୍ରବେଶ। ଶନି କିଏ? ଶନି ହେଉଛନ୍ତି ସୂର୍ଯ୍ୟ ଦେବତା ଛାୟାଙ୍କର ପୁତ୍ର। ଛାୟା ପତ୍ନୀଙ୍କର ପୁତ୍ର ହେଉଛନ୍ତି ଶନି। ତେଣୁ ସେ କଳା। ଏବଂ ଶନି ହେଉଛନ୍ତି ବିଚାରବନ୍ତ ନ୍ୟାୟବନ୍ତ। ଶନି ଥରେ ନଳ ରାଜାଙ୍କୁ ପଡ଼ିଲା। ନଳ ରାଜା ଘାସ କାଟିଲେ। ନଳ ରାଜା କ'ଣ ଘାସ କାଟିଲେ ବୋଲି ସେ ନଳ ରାଜା ହେଇକି ରହିଲେନି? ନଳ ରାଜା ପୁନଶ୍ଚ ରାଜା। ଏବଂ ନଳ ରାଜା ଯଦି ଘାସ କାଟି ନଥାନ୍ତେ, ନଳ ରାଜା ଆଜି ଆପଣ ଜାଣିନଥାନ୍ତେ କି ମୁଁ ଜାଣିନଥାନ୍ତି। ନଳ ରାଜାଙ୍କୁ ସେଇ ଘାସ କଟା ଅବସ୍ଥାଟା ଶନି ଦେଲା ବୋଲି ନଳ ରାଜା ଆଜି ଆମ ପାଖେ ପରିଚୟ। ଯେମିତି ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କର ସହଧର୍ମିଣୀ ପତ୍ନୀ ମା ସୀତା ମାତାଙ୍କୁ ରାବଣ ହରଣ କରିବାରୁ ଆମେ ରାମ ଲକ୍ଷ୍ମଣ ସୀତାଙ୍କୁ ଆଜି ପୂଜା କରିଛୁ ଏବଂ ତାଙ୍କୁ ପାଇଛୁ। ସେମିତି ନିମ୍ନ ଶନି ଯୋଉ ପ୍ରବେଶ କରିଛି, ଇଏ ନିମ୍ନ ଶନିକୁ ନେଇ ଯୋଉ ଭାଷ୍ୟକାର ମାନେ ପଣ୍ଡିତ ମାନେ ଯେଉଁମାନେ ଜାତକ ବା ଆଷ୍ଟ୍ରୋଲୋଜର ଯାହାକୁ କହୁଛନ୍ତି ଅଙ୍କକାର, ଯେଉଁମାନେ ସାଧନା କରୁଛନ୍ତି ଜାତକ ସାଧକ, ଯେଉଁମାନେ ଗ୍ରହ ନକ୍ଷତ୍ର ଗଣକ, ସେମାନେ ଯୋଉ ଆମ ସମାଜରେ ଆମକୁ ଡରଉଛନ୍ତି ନିମ୍ନ ଶନି ପଡ଼ିବ, ପ୍ରଳୟ ହବ, ବାତ୍ୟା ହବ, ବନ୍ୟା ହବ, ଏସବୁ ତ ନିମ୍ନ ଶନି ନଥିଲା ବେଳେ ବି ହେଇଛି। ମତେ ଆପଣ କହନ୍ତୁ, 2009 ଅକ୍ଟୋବର 29 ତାରିଖ ଦିନ ମହାବାତ୍ୟା ଆସିଥିଲା। ଏ ମହାବାତ୍ୟାରେ 10,000ରୁ ଉର୍ଦ୍ଧ୍ୱ ଲୋକ ମଲେ ଏବଂ କେତେ ଯେ ଧନ ଜୀବନ ନଷ୍ଟ ହେଲା, କେତେ ଘର ଦ୍ୱାର ଧୂଳିସାତ ହେଇଗଲା, ମାଟିରେ ମିଶିଗଲା, ତାର କିଛି ହିସାବ ନାହିଁ। ଏବଂ ସେତେବେଳେ ତ ନିମ୍ନ ଶନି ନଥିଲା। ତାଠୁ ବଡ଼ ମୋଟେ ହବ ନାହିଁ। ଯଦି ମହାବାତ୍ୟା ଠାରୁ 2019 ଭୁଲ କହିଲି, 1999 ମସିହା ଅକ୍ଟୋବର 29 ତାରିଖ ଦିନ ଯୋଉ ମହାବାତ୍ୟା ଆସିଥିଲା, ସେ ମହାବାତ୍ୟା ବେଳେ ତ ନିମ୍ନ ଶନି ନଥିଲା। ଏବଂ ନିମ୍ନ ଶନି ଆସୁ ଯୋଉମାନଙ୍କର ଗ୍ରହ ଚକ୍ର ଯୋଉ 12ଟି ରହିଛି ରାଶି, ଏବଂ ସେ 12ଟି ରାଶି କେନ୍ଦ୍ର ମାନଙ୍କରେ ଯଦି ଶନି ଜଣଙ୍କର ଲଗ୍ନରେ ଭଲ ଅବସ୍ଥାରେ ଥାଇପାରନ୍ତି, ଶନି ତାଙ୍କ ନିଜ ଘରେ ଥିବେ ଏବଂ ଶନି ଯଦି ତାଙ୍କୁ ଉନ୍ନତ ମାର୍ଗରେ ନଉଥିବେ, ଭଲ ପରିଚାଳନା କରୁଥିବେ, ସେ ବି ଶନିଙ୍କର ବିଧିବିଧାନରେ ଚଳୁଥିବେ, କୌଣସି ଅନ୍ୟାୟ କରୁନଥିବେ, କାମିନୀ କାଞ୍ଚନରେ ନଥିବେ, କାହାକୁ ଠକୁ ନଥିବେ, ଅପରାଧୀ କାର୍ଯ୍ୟ କରୁନଥିବେ, ତାହେଲେ ତ ଶନି ଆଇଲେ ସେ ତ ଖୁସିରେ ଡେଇଁବା କଥା। ଯାହା ହଉ ମୁଁ ବର୍ତ୍ତମାନ ମୋ ରାଜ୍ୟରେ ରାଜ କରିପାରିବି। କାହିଁକି ନା ଶନି ହେଉଛନ୍ତି ନ୍ୟାୟବନ୍ତ ବିଚାରବନ୍ତ। ଏବଂ ଯେଉଁମାନଙ୍କର ଶନିର 19 ବର୍ଷ, ସେଥିରେ ଅନ୍ତର୍ଦଶା, ପ୍ରତି ଅନ୍ତର୍ଦଶା ସେଥିରେ ଶନି ସପ୍ତାହ ଚାଲେ, ଶନି ସପ୍ତାହ, ଆଉ ଗୋଟେ ଚାଲେ ଢେଇଆ, ମାନେ 2.5 ବର୍ଷ ଶନି ଚାଲେ। ଏବେ ଏଇଠି ଆପଣଙ୍କର ଯୋଉ ନିମ୍ନ ଶନି, ଇଏ 2.5 ବର୍ଷ ଚାଲିବ। ଇଏ 2.5 ବର୍ଷ ଚାଲିଲେ, ଇଏ 2.5 ବର୍ଷ ଆପଣଙ୍କର କ'ଣ ଯଦି ଭଲ ଥିବ ଆପଣଙ୍କର ଗ୍ରହ ରାଶି ମଣ୍ଡଳ ବା କର୍ମ, ଧରନ୍ତୁ ରାଶି ଆପଣଙ୍କର ଜାତକ, ଧରନ୍ତୁ ଆମେ ନିମ୍ନ ଶନିକୁ ନେଇକି ଯେତେ ଚର୍ଚ୍ଚା କରୁଛେ, ଆମ ସନାତନ ମାର୍ଗ ବା ହିନ୍ଦୁ ଧର୍ମକୁ ଛାଡ଼ିଦେଲେ ଜୈନ, ଖ୍ରୀଷ୍ଟିଆନ ବା ମୁସଲମାନ ସମ୍ପ୍ରଦାୟର
କୌଣସି ଲୋକ ତ ବିଚଳିତ ନୁହନ୍ତି। ତାହେଲେ ମୀନ ଶନି କ'ଣ ତାଙ୍କର କ୍ଷତି କରିବନି, କେବଳ ଆମର କରିଦବ? ତାଙ୍କ ପାଇଁ କ'ଣ ଗ୍ରହ ଚକ୍ର କିଛି କାମ କରେନି? କାହିଁ ସେମାନଙ୍କର ତ ଜାତକ ନାହିଁ, ସେମାନଙ୍କର ଗ୍ରହ ନକ୍ଷତ୍ର କିଛି ନାହିଁ, ସେମାନଙ୍କର ଲକ୍ଷ୍ମୀ ପୁରାଣ ନାହିଁ, ସେମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ, ସେମାନେ ମନ୍ଦିର ଯାଆନ୍ତି ନାହିଁ, ସେମାନେ ଦେବତାଙ୍କୁ ପୂଜା କରନ୍ତି ନାହିଁ, ସେମାନଙ୍କର ତ କିଛି ବିପଦ ପଡୁନି, ତାଙ୍କର ତ କିଛି ଅସୁବିଧା ହଉନି, ସେମାନେ ତ ଡରି ଯାଉନାହାନ୍ତି, ନା ତାଙ୍କର ଆକ୍ସିଡେଣ୍ଟ ହଉନି, ନା ତାଙ୍କୁ ସାପ କାମୁଡୁନି, ନା ସେମାନଙ୍କର କ୍ୟାନ୍ସର ହଉନି। ସେମାନେ କ'ଣ କରୁଛନ୍ତି? ଜଣେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ପରମ ପରମ ପିତା, ସେ ତାଙ୍କୁ ଆରାଧନା କରୁଛନ୍ତି। ଯୀଶୁ ଏକମାତ୍ର ଭଗବାନ ତାଙ୍କର ଅନ୍ୟ କେହି ନାହାନ୍ତି। ଆମର ଯୋଉ ବିଭେଦୀକରଣ ହେଇଛି ତାର ବହୁ ପ୍ରକାର କାରଣ ଅଛି। ସେ କାରଣ ଯୋଗୁ ଆମେ ମଙ୍ଗଳା, ବିମଳା, ସାରଳା, ବିଭିନ୍ନ ଦେବାଦେବୀ, କେତେବେଳେ ରାମ, ଲକ୍ଷ୍ମଣ, ସୀତା, କେତେବେଳେ ରାଧାକୃଷ୍ଣ, କେତେବେଳେ ଶିବ ପାର୍ବତୀ, କେତେବେଳେ ଜଗନ୍ନାଥ, ଲକ୍ଷ୍ମୀ, ବଳଭଦ୍ର, ସୁଭଦ୍ରା, ଏମାନଙ୍କୁ ପୂଜା କରୁଛୁ। ନାନା ବିବିଧ ପୂଜା ପାଠ, ଆମେ ବୃକ୍ଷ କେତେବେଳେ ପୂଜା କଲାଣୁ, କେତେବେଳେ ଭୂମିକୁ ପୂଜା କଲାଣୁ, କେତେବେଳେ ସୂର୍ଯ୍ୟଙ୍କୁ ପୂଜା କଲାଣୁ, କେତେବେଳେ ବାୟୁକୁ ପୂଜା କଲାଣୁ। ବିଭିନ୍ନ ପୂଜା ଉପାସନା ଆମର ଅଛି, କିନ୍ତୁ ସେ ପୂଜା ଉପାସନାର ଏକମାତ୍ର ଲକ୍ଷ୍ୟ, ସେ ଲକ୍ଷ୍ୟଟି କ'ଣ? ଈଶ୍ୱର ପ୍ରାପ୍ତି, ସତ୍ ମାର୍ଗରେ ଗତି ଏବଂ ଅନ୍ୟର ମଙ୍ଗଳ କାମନା ବ୍ୟତୀତ ଅନ୍ୟର ଅମଙ୍ଗଳ କାମନା କରିବାନି। ତେଣୁ ମୀନ ଶନି ଆମକୁ ଆସିବ ଏବଂ ଟିକେ ଝଡ଼ ବର୍ଷା, ଜୀବନଟା ହଉଛି ସେଇଆ, ସଂସାରଟା ସେଇଆ କ୍ଷୟଶୀଳ। ତେଣୁ କେତେବେଳେ ଏଠୁ ଖଣ୍ଡେ ଛିଣ୍ଡିଯିବ, ସେଠି ଖଣ୍ଡେ ବଢିଯିବ। ଆମରୁ ଖଣ୍ଡେ ଯଦି ଧୋଡା ନଈ କୂଳରେ ଆମର ଯଦି ଖଣ୍ଡେ ଜମି ଥିବ, ଯଦି ବଡ ବଢି ହେଲା, ବଢିରେ ଆମ ଜମିରୁ ଖଣ୍ଡେ ଛିଣ୍ଡିକି ନଈରେ ପଳେଇଯିବ ଏବଂ ସେଇ ନଈ ଆଉ କୋଉଠି ଜାଗାରେ ଗୋଟେ ବଙ୍କିକି ପଳେଇ ଗଲେ ମାନେ ଜମି ଖଣ୍ଡେ ବଢିଯିବ। ସେମିତି କହିହବନି, କୋଉଠି ବାଙ୍କିଯିବ, କୋଉଠି ଖାଇଯିବ, କୋଉଠି ସଳଖ ହେଇଯିବ। ହଉ, ସେଥିପାଇଁ ବ୍ୟସ୍ତ ହବାର ନାହିଁ। ବଛାବଛି କଥା ଯୋଉ ଉଠୁଛି, ଇଏ ବଛାବଛି ଯୁଗାନ୍ତକାରୀ ଆଜ୍ଞା ଚାଲିଛି। ସତ୍ୟ ଯୁଗରେ ସର୍ବଶ୍ରେଷ୍ଠ ପାପ ଥିଲା। ଆପଣ ଦେଖନ୍ତୁ, ପ୍ରତ୍ୟୟ ଯୁଗରେ ଜଣେ 2 ପାଦିଆ 4 ପାଦ ହେଇକି ମରିବ। ସେ କିଏ? ସେଠି ମାୟା ମୃଗ। ମାୟା ମୃଗ ଯେତେବେଳେ ଜଣେ ରାକ୍ଷସ ମାୟା ମୃଗ ରୂପରେ ମା ସୀତାଙ୍କୁ ଦର୍ଶନ କରାଇଲା ରାବଣ ରାକ୍ଷସ ବୋଲରେ, ଏବଂ ମା ସୀତା ରାମଚନ୍ଦ୍ରଙ୍କୁ କଳି କଲେ ଯେ ସ୍ୱାମୀ, ମତେ ଏଇ ସୁବର୍ଣ୍ଣ ମୃଗଟି ଦରକାର। ଏବଂ ସ୍ୱାମୀ ତାଙ୍କ ପଛରେ ଦୌଡ଼ିଲେ ମାୟାରେ ପଡିକି ଏବଂ ତାଙ୍କୁ ବଧ କରିଦେଲେ, ସେ ମରିଗଲେ। ତାର କାରଣ, ଯେତେବେଳେ ଜଣେ ଋଷିଙ୍କର ଗୋଟିଏ ପୋଷା ହେଇଥିବା ମୃଗକୁ ସେ ମାରି ଅଗ୍ନି ତାଙ୍କରି ଯଜ୍ଞ କୁଣ୍ଡରେ ପୋଡ଼ିଦେଲେ, ସେତେବେଳେ ସେ ଅଭିଶାପ ଦେଲେ ଯେ ତୁମେ ଫଳରେ ଯୋଉ ଭଳି କଲ, ତୁମେ ଦିନେ ସେଇଭଳି ଭାବରେ 4 ପାଦିଆ ହିଁ ମରିଯିବ। ତେଣୁ ଇଏ ବଛାବଛି ତ ଇଏ ଗୋଟେ ପ୍ରକାର ବଛାବଛି ତ୍ରେତୟା ଯୁଗରେ ହେଇଥିଲା। ତେଣୁ ନାଇଁ ନାଇଁ, ଇଏ ଯୋଉ କଥା କୁହାହଉଛି ଦଶଣାରୁ ଛଅଣା, ଏଇଟା ଲୋକଙ୍କୁ ଖାଲି ଡରେଇବା କଥା। କିଛି ସମ୍ଭବ ନୁହଁ, କିଛି ଅସମ୍ଭବ ବି ନୁହଁ। ଧରନ୍ତୁ, ଏବେ 2 ଦିନ ତଳେ ମୀନ ଶନି ଆସିବାକୁ 29 ତାରିଖ, ଆଜି ହେଲାନ୍ତି ଧରନ୍ତୁ 23 ତାରିଖ, 21 ତାରିଖ ଦିନ, 20 ତାରିଖ ଦିନ, 20, 21, ଏ 2 ତାରିଖ ଦିନ ବାଲେଶ୍ୱର ବାରିପଦା ପଟେ ଏତେ ଜୋରେ କୁଆପଥର ବର୍ଷା ହେଇଛି। କୁଆପଥର ଅଧ କିଲୋ ଠାରୁ ଆରମ୍ଭ କରି 5 କିଲୋ ଓଜନ ପର୍ଯ୍ୟନ୍ତ ହେଇଛି। ଆଜବେଷ୍ଟ ଘର, ଏ ଯୋଉ ଟାଇଲି ଘର, ଖପର ଘର ପୁରା ଛିନଛତ୍ର କରି ମାଟିରେ ମିଶେଇଛି। ଶହ ଶହ ଗାଡି ଭାଙ୍ଗିଛି, ଶହ ଶହ ଲୋକଙ୍କ ମୁଣ୍ଡ ଫାଟିଛି ଏବଂ ଲୋକମାନେ ଚିତ୍କାର କରୁଛନ୍ତି ଯେ ଇଏ ଏକ ବିପଦ। ଇଏ କ'ଣ ଆଜି ହେଇଛି? ଇଏ ଯୁଗେ ଯୁଗେ ଏମିତି ହେଇଛି। ବତାସ ଆସିଛି, କାଳବୈଶାଖୀ ଆସିଛି, ପବନ ହେଇଛି, ମହାବାତ୍ୟା ହେଇଛି, ବାତ୍ୟା ହେଇଛି, ବନ୍ୟା ହେଇଛି, ଦୁର୍ଘଟଣା ହେଇଛି, ଅଗ୍ନିକାଣ୍ଡ ହେଇଛି, ବାଘ ଖାଇଛି, ଏ ନାନା କଥା ସବୁବେଳେ ହେଇଛି, ଆଜି ବି ହବ। ତାକୁ ନେଇ କେହି ବିଚଳିତ ହବା ଦରକାର ନାହିଁ, କେହି ଡରିବା ଦରକାର ନାହିଁ। ବଛାବଛି ଏମିତି ଯେମିତି ମାୟା ମୃଗକୁ ବଛାଗଲା, ସେମିତି ବଛାଯିବେ। ଯିଏ ଦୁଷ୍କର୍ମ କରିବ, ଯିଏ ପାପ କରିଥିବ, ଶନି ହଉଛି ଧର୍ମର ଅବତାର। ଶନି ମହାରାଜ କେବେ ଅନ୍ୟାୟକୁ ବରଦାସ୍ତ କରିବେନି, ତାକୁ ବାଛିଦେବେ। ତମେ ଯଦି ଅନ୍ୟାୟ କରିବନି, ଭଲ କର୍ମ କରିବ, ସତ୍ୟ ମାର୍ଗରେ ନିଜେ ଚାଲିବ, ତାହେଲେ ମୀନ ଶନି ତମ ପାଇଁ ବହୁତ 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 ଶୁଭଙ୍କର ହବ, ମଙ୍ଗଳକର ହବ, କଲ୍ୟାଣକର ହବ। ମୋଟେ ଡରିବାର ନାହିଁ। ସମସ୍ତେ ନିର୍ଭୀକ ଭାବେ ରୁହନ୍ତୁ। ପ୍ରଭୁ ଶ୍ରୀ ଜଗନ୍ନାଥ ପରମ ବ୍ରହ୍ମ ପରମ ପିତା ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ କୋଟି କୈବଲ୍ୟ ନାଥ ଆମ ସମସ୍ତଙ୍କୁ ରକ୍ଷା କରିବେ। ଇଏ ଓଡ଼ିଶା ଧାମ। ଆପଣମାନେ ସତ୍ କର୍ମରେ ରହନ୍ତୁ,
पर नारी को मातृवत भावन्तु पर संपत्ति भगवान संपत्ति समस्त पाखरे ईश्वर विद्यमान अछंती कहार शत्रुता करंतु नहीं कहार निंदा करंतु नहीं काहा पई आपण अमंगल भावन्तु नहीं देखिबे मीन शनि आपण गोड़ घसिबे जय श्री जगन्नाथ।